कौन एमती ହେଇଗଲା ଯେ ଏମିତି ଆଜି ଖାତା ପେନ୍ ଧରି ଆମେ ଦୁଇ ଜଣ ହସି ହସି ଗଡ଼ିଗଲୁ। ତେବେ ଚାଲନ୍ତୁ ଜାଣିବା। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ସକାଳୁ ସକାଳୁ ନିଜର ସବୁ କାମ ସାରି ଖାଇଦେଇ ମୁଁ ବାହାରି ଯାଇଥିଲି କଲେଜ, କାରଣ ଆଜିଠୁ ଆମର 5th ସେମିଷ୍ଟର ଷ୍ଟାର୍ଟ ହେଇଯାଉଛି। କଲେଜରେ ପହଞ୍ଚି ସିଧା ଏକ୍ଜାମ ହଲ୍ ଆଡ଼କୁ ପଳାଇଥିଲି। ସେଥିପାଇଁ ଆଉ କୌଣସି ମଧ୍ୟ ଭିଡ଼ିଓ କରିପାରିନି। ଆଜି ତ ପରୀକ୍ଷା ଘଣ୍ଟିକିଆ ଥିଲା, ଆଉ ଭଲ ଗଲା ପେପରଟା। ତ ଏକ୍ଜାମ ସାରିକି ବାବାଙ୍କ ସହ ଘରକୁ ଫେରିଲି। ଗାଡ଼ିରେ କିଛି ରିପୋର୍ଟସ୍ ଆଉ ନୂଆ ବର୍ଷର କ୍ୟାଲେଣ୍ଡର ଥିଲା, ତାକୁ ମଧ୍ୟ ଘରକୁ ନେଇକି ଆସିଲି। ପହଞ୍ଚୁ ପହଞ୍ଚୁ ଦେଖିଲି ମୋ ପାର୍ସଲ ପହଞ୍ଚି ଯାଇଛି। ତ ପାର୍ସଲରେ ଥିଲା ମୋର ଗୋଟେ ବ୍ଲାକ୍ କଲରର ଜ୍ୟାକେଟ୍। ତ ଫାଷ୍ଟ ତ ମୁଁ ଭାବୁଥିଲି ଆ ମ୍ୟାଟେରିଆଲଟା ହୁଏତ ପତଳା ପଡ଼ିବ, ନାଇଁ ତ ମୁଁ ରିଟର୍ନ କରିଦେବି। ନାଇଁ, କିନ୍ତୁ ମୁଁ ଯେତେବେଳେ ହାତରେ ଧରିଲି ସେ ଜିନିଷଟା ମୋତେ ବହୁତ ହି ବଢ଼ିଆ ଲାଗିଲା। ତା ମ୍ୟାଟେରିଆଲ ସହିତ ତା କଲର ଆଉ ଫିଟିଙ୍ଗ ବି ବହୁତ ହି ବଢ଼ିଆ ଥିଲା। ମୁଁ ଏଇଟା ଏମ୍ ସାଇଜ୍ର ଅର୍ଡ଼ର କରିଥିଲି। ଆପଣମାନଙ୍କୁ ଯଦି ଜ୍ୟାକେଟଟା ଭଲ ଲାଗୁଛି ତାହେଲେ ମୁଁ ଷ୍ଟିକର ଅପସନ୍ ଦେଇଦେବି କିମ୍ବା କ୍ୟାପସନରେ ଦେଇଦେବି, ଆପଣ ଚାହିଁଲେ ସେଥିରୁ ଅର୍ଡ଼ର କରିପାରିବେ। ତ ମଝିରେ ମଝିରେ ମୋ ଭାଇର ମୋର ଏମିତି ହିଁ କଥାବାର୍ତ୍ତା ଚାଲେ, କାରଣ ତା ମୋ ଭିତରେ ପୁରୁଣା ହିସାବ କି ନିକାଶ ସବୁ ହେଉଥାଏ। ଆଉ ଭାଇ ଭଉଣୀଙ୍କ କଥା ଜାଣିଥିବେ ଆପଣ। ଆଉ ତ ଏମିତି ହିଁ କିଛି ଥିଲା। ଏହାପରେ ଆମ ଘରକୁ ମୋର ଜଣେ ଭାଇଙ୍କ ଝିଅ ଆସିଥିଲା। ତ ତା ସହିତ ଆଜି ଦିନଟା କେମିତି ଗଲା ଦେଖେଇବି। ଆଉ ସିଏ ଆଜି କ'ଣ କହୁଛି ଖାତା ପେନ୍ ଧରିକି ଥରେ ଦେଖନ୍ତୁ। କହିଲୁ ବ୍ରହ୍ମା, ବିଷ୍ଣୁ, ବିଷ୍ଣୁ, ମହେଶ୍ୱର, ମହେଶ୍ୱର, ଆଉ ନୁହଁ ମହେଶ୍ୱର, ଦେଖେ ବ୍ରହ୍ମା, ଆଉ ଅଲଗା ବ୍ରହ୍ମା, ବିଷ୍ଣୁ, ବିଷ୍ଣୁ, ମହେଶ୍ୱର, ଆଉ ପରୀକ୍ଷା ଦେଇକି ଆସି କିଛି ସମୟ ଶୋଇଗଲା ପରେ ତା ସହିତ ଏମିତି ହିଁ କିଛି ମୋର ଦିନଟି ବିତିଗଲା ଏବଂ ମୁଁ ପୁଣି ବସିଗଲି ପରବର୍ତ୍ତୀ ପରୀକ୍ଷାର ପ୍ରସ୍ତୁତିରେ। ଯେହେତୁ ସୋମବାର ଆଉ ଗୋଟିଏ କୋର୍ ପେପରର ପରୀକ୍ଷା ମୋତେ ଦେବାର ଅଛି, ସେଥିପାଇଁ ମୁଁ ପାଠ ପଢ଼ାରେ ଲାଗି ପଡ଼ିଥିଲି। ଯେହେତୁ ପରୀକ୍ଷା ଚାଲିଛି ସେଥିପାଇଁ କୌଣସି ଅଲଗା ଅଲଗା ନୂଆ ନୂଆ ଭିଡ଼ିଓ ମୁଁ ଆଣିପାରୁନି, କିଛି କଥା ହେଇପାରୁନି। ତ ଯେତିକି ହିଁ ଚାଲିଛି ଏଇଭଳି ହିଁ କିଛି ମୁଁ ଆପଣମାନଙ୍କ ସହିତ ବାଣ୍ଟୁଛି ଦିନମାନଙ୍କର କଥା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓ ସହିତ, କିଛି ନୂଆ କଥାବାର୍ତ୍ତା ସହିତ। ରହୁଛି, ଜୟ ଜଗନ୍ନାଥ। ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି।